ଆପଣ ଯଦି ଲୋନ୍ ନେବାକୁ ଚାହୁଁଛନ୍ତି ତେବେ ଏଇଠୁ ଲୋନ୍ ନିଅନ୍ତୁ। ଏଇଟା ସରକାରଙ୍କ ତରଫରୁ ଲୋନ୍ ପ୍ରୋଭାଇଡ଼ କରାଯାଉଛି। ସବୁ ପ୍ରକାରର ଲୋନ୍ ରହିଛି। ଏଜୁକେସନ୍ ଲୋନ୍, ବିଜନେସ୍ ଲୋନ୍, କୃଷି କାର୍ଯ୍ୟ ପାଇଁ ଲୋନ୍, ସବୁ ପ୍ରକାରର ଲୋନ୍ ରହିଛି। ଏଠି ସରକାର ଲୋନ୍ ପ୍ରଦାନ କରୁଛନ୍ତି। ଆପଣମାନେ ଏହାକୁ ଥରେ ଦେଖି ନିଅନ୍ତୁ, ଆପଣମାନେ ଜାଣିପାରିବେ। ଦେଖନ୍ତୁ, ପ୍ରଥମେ ଆପଣ ସର୍ଚ୍ଚ କରନ୍ତୁ ଜନ୍ ସମର୍ଥ। ଜନ୍ ସମର୍ଥ ସର୍ଚ୍ଚ କଲା ପରେ ଏଇଭଳି ଇଣ୍ଟରଫେସ୍ ଆସିବ। ଆପଣଙ୍କ ଆଗରେ ଜନ୍ ସମର୍ଥର ଅଫିସିଆଲ ପୋର୍ଟାଲଟି ଆସିଯିବ। ଏଟାକୁ ଓପନ୍ କରିଦେବେ। ଏହା ଏକ ସରକାରୀ ପୋର୍ଟାଲଟି। ଏଇଥିରେ ଲୋନ୍ ପ୍ରଦାନ କରାଯାଉଛି। ସରକାର ଏଥିରେ ଲୋନ୍ ପ୍ରଦାନ କରୁଛନ୍ତି ସମସ୍ତଙ୍କୁ। ଦେଖନ୍ତୁ ତଳେ ବିଭିନ୍ନ ପ୍ରକାରର ଲୋନ୍ ସବୁ ରହିଛି। ଏଇଠି ଦେଖନ୍ତୁ ଇ କିଷାନ ଉପଜ ନିଧି, ଏଥିରେ ମଧ୍ୟ ଲୋନ୍ ପ୍ରଦାନ କରାଯାଉଛି। ଏଗ୍ରି ଲୋନ୍, ଏଇଭଳି ବିଭିନ୍ନ ପ୍ରକାରର ଲୋନ୍ ରହିଛି। ଏଠି ବିଜନେସ୍ ଆକ୍ଟିଭିଟି ଲୋନ୍, ଏଜୁକେସନ୍ ଲୋନ୍, ରିନ୍ୟୁଏବଲ୍ ଏନର୍ଜି ଲୋନ୍। ଦେଖନ୍ତୁ ଏଇ ବିଜନେସ୍ ଲୋନ୍, ଏଇ ବିଜନେସ୍ ଆକ୍ଟିଭିଟି ଲୋନ୍ ତଳେ ଗୋଟେ ଲେଖା ହେଇଛି ଚେକ୍ ଇଲିଜିବିଲିଟି। এই ଯେଉଁ ଚେକ୍ ଇଲିଜିବିଲିଟି ଲେଖା ହେଇଛି, ଏଇ ଚେକ୍ ଇଲିଜିବିଲିଟି ଉପରେ କ୍ଲିକ୍ କରିବେ। ଚେକ୍ ଇଲିଜିବିଲିଟି ଉପରେ କ୍ଲିକ୍ କଲେ ଆପଣ ଇଲିଜିବିଲିଟି ହିଁ ଜାଣିପାରିବେ। ଦେଖନ୍ତୁ ଏଠି କ'ଣ ଲେଖା ହେଇଛି, ମୁଁ ଏବେ ଓଡ଼ିଆରେ ଟ୍ରାନ୍ସଲେଟ୍ କରିଦେଉଛି। ଦେଖନ୍ତୁ ଏଠି ଲେଖା ହେଇଛି ଏକ ଉପଯୁକ୍ତ ବିକଳ୍ପ ବାଛନ୍ତୁ ଯାହା ଆପଣଙ୍କ ପାଇଁ ଉତ୍ତମ ସ୍କିମ୍ ଗାଇଡ଼ଲାଇନ୍ କରିବାକୁ ଆମକୁ ସାହାଯ୍ୟ କରେ। ହ୍ୟାଣ୍ଡଫୁଲ୍ ବୁଣାକାର ଋଣ, ଆଲୁମିନିୟମ ଋଣ, ଷ୍ଟିଲ୍ ବିକ୍ରେତାଙ୍କ ପାଇଁ ଋଣ, ଅନ୍ୟ ବ୍ୟବସାୟ ଋଣ। ଆମର ଏସବୁ ବ୍ୟବସାୟ ଭିତରୁ କିଛି ନୁହେଁ। ଆମର ଅନ୍ୟ ବ୍ୟବସାୟ ଯେହେତୁ ଆମେ ଅନ୍ୟ ବ୍ୟବସାୟ ସିଲେକ୍ଟ କରିବା। ଏଠି ଦେଖନ୍ତୁ ଲେଖା ହେଇଛି ଆପଣ କରିବାକୁ କରୁଥିବା ବ୍ୟବସାୟିକ କାର୍ଯ୍ୟକଳାପର ପ୍ରକାର ଚୟନ କରନ୍ତୁ। ଆପଣ ନୂତନ କି ବିଦ୍ୟମାନ ଏହା ଚୟନ କରିବେ। ମୁଁ ନୂତନ ସିଲେକ୍ଟ କରି ନୂଆ କରି ଆରମ୍ଭ କରୁଛି। ଆପଣ ଅଷ୍ଟମ ପାସ୍ କରିଛନ୍ତି କି ନାହିଁ ସିଲେକ୍ଟ କରିବେ। ମୁଁ ୟେସ୍ ସିଲେକ୍ଟ କଲି, ହଁ। ଆପଣ EDP ତାଲିମ ନେଇଛନ୍ତି କି ନାହିଁ ସିଲେକ୍ଟ କରିବେ। ନା ସିଲେକ୍ଟ କଲି। ଆପଣ ବ୍ୟବସାୟର ପ୍ରକୃତି ଚୟନ କରନ୍ତୁ। ଉତ୍ପାଦନ, ବ୍ୟବସାୟ ଆଣ୍ଡ ସେବା, ବାଣିଜ୍ୟ। ଆପଣ ଉତ୍ପାଦନ ମାନେ ତିଆରି କରୁଛନ୍ତି କି ବାଣିଜ୍ୟ ବେପାର କରୁଛନ୍ତି, ଏଇଭଳି ଆପଣମାନେ ସିଲେକ୍ଟ କରିବେ। ମୁଁ ଉତ୍ପାଦନ ସିଲେକ୍ଟ କଲି। ଆପଣଙ୍କର ଲିଙ୍ଗ ଚୟନ କରନ୍ତୁ। ମୁଁ ପୁରୁଷ ସିଲେକ୍ଟ କଲି। ଆପଣଙ୍କର ସାମାଜିକ ବର୍ଗ ଚୟନ କରନ୍ତୁ, OBC। ଆପଣଙ୍କର ପୂର୍ବତନ ଶାରୀରିକ ଅକ୍ଷମ କି? ହଁ କି ନା ସିଲେକ୍ଟ କରିବେ। ମୁଁ ନା ସିଲେକ୍ଟ କଲି। ମୁଁ ଶାରୀରିକ ଅକ୍ଷମ ନୁହେଁ। ଉତ୍ତର ପୂର୍ବ ଉତ୍ତରପ୍ରଦେଶ, ହିମାଚଳ, ଜାମ୍ମୁ କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ, ହିଲି ଅଞ୍ଚଳ, ଆଦିବାସୀ କ୍ଷେତ୍ର, ସୀମା ଅଞ୍ଚଳରେ ଅବସ୍ଥିତ କି ଆପଣ? ଯଦି ଆପଣ ଏହିସବୁ ଅଞ୍ଚଳରେ ଅବସ୍ଥିତ ତେବେ ଆପଣ ହଁ ସିଲେକ୍ଟ କରିବେ, ନହେଲେ ନା ସିଲେକ୍ଟ କରିବେ। ମୁଁ ନା ସିଲେକ୍ଟ କଲି। ଆପଣଙ୍କର ଅବସ୍ଥାନ ଚୟନ କରନ୍ତୁ, ସହରୀ ନା ଗ୍ରାମୀଣ। ମୁଁ ଗ୍ରାମୀଣ ସିଲେକ୍ଟ କଲି। ଏହା ପରେ ଏଠି ଆବେଦନକାରୀ ହିତାଧିକାରୀ ପ୍ରକାର ଚୟନ କରନ୍ତୁ। ଏଠି ବ୍ୟକ୍ତିଗତ ସିଲେକ୍ଟ କଲି। ଆପଣଙ୍କର ବ୍ୟକ୍ତିଗତ କି ଅଣବ୍ୟକ୍ତିଗତ ସିଲେକ୍ଟ କରିବେ। ଏଠି ଅନୁମୋଦନ ପ୍ରକଳ୍ପର ପ୍ରବେଶ, ଏଠି ଅନୁମାନିକ ପ୍ରକଳ୍ପ ମୂଲ୍ୟର ପ୍ରବେଶ କରନ୍ତୁ। ଆପଣ ଯେଉଁ କାର୍ଯ୍ୟଟି କରିବେ, ଯେଉଁ ବିଜନେସ୍ ପାଇଁ ଯେତିକି ଟଙ୍କା ଦରକାର ଆପଣ ଏଠି ସିଲେକ୍ଟ କରିବେ। ଧରନ୍ତୁ 50,000 ଟଙ୍କା ଦରକାର, ମୁଁ 50,000 ସିଲେକ୍ଟ କଲି। ଏଠି ଆପଣ ନିଜ ଉତ୍ସରୁ ବିନିଯୋଗ କରିବାକୁ ଯୋଜନା କରୁଥିବା ପରିମାଣ ପ୍ରବେଶ କରନ୍ତୁ। ଆପଣ କେତେ ଟଙ୍କା ଏଇ ବିଜନେସ୍ରେ ଲଗାଇବେ ତାହାକୁ ଏଠି ଫିଲ୍ଅପ୍ କରିବେ। ଧର ମୋ ପାଖରେ 10,000 ଟଙ୍କା ଅଛି। 10,000 ଟଙ୍କା ମୁଁ ଫିଲ୍ଅପ୍ କରିଦେଲି। ଏହା ପରେ ଆପଣ ଯୋଗ୍ୟତା ଗଣନା କରିବେ। ଏ ଯୋଗ୍ୟତା ଗଣନା ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ଋଣ ମିଳିବା ପାଇଁ ଏଠି ଅପସନ୍ ଆସିଯିବ। ଦେଖନ୍ତୁ ଆପଣଙ୍କୁ ଋଣ ନେବା ପାଇଁ ଦୁଇଟି ଅପସନ୍ ଆସିଯାଇଛି। ଏ ଦେଖନ୍ତୁ ଏଇ ଯେଉଁ ଦୁଇଟି ଯୋଜନାରେ ଆପଣମାନେ ଇଲିଜିବଲ୍ ଅଛନ୍ତି ଋଣ ନେବା ପାଇଁ। ପ୍ରଥମଟି ହେଉଛି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଆଉ ଗୋଟେ ହେଉଛି ପ୍ରାଇମ୍ ମିନିଷ୍ଟର ଏମ୍ପ୍ଲୟମେଣ୍ଟ ଜେନେରେସନ୍ ପ୍ରୋଗ୍ରାମ। ଏଇ ଦୁଇଟି ଯାକରୁ ଆପଣ ଲୋନ୍ ନେଇପାରିବେ।